हेलो पिलामाने आज आम दशम श्रेणी प्रथम पद्यर किसी एमसीक्यू आलोचना करवा इम्पोर्टाट एमसीक्यू आलोचना करवा। तो प्रथम पद्यर नाम है वंदे उत्कल जननी। आस देखा फास्ट क्वेश्चन आंसर कहला लक्ष्मीकांत महापात्र संगीत गुच्छर नाम कौन? ऑप्शन ए जीवन संगीत। बुढ़ा शंखारी गल्पर गाल्पिक भावे किए ओडिशार जनमानसरे परिचित? ऑप्शन सी लक्ष्मीकांत महापात्र। 1937 मसीहारे प्रकाशित केउं पत्रिकार लक्ष्मीकांत महापात्र थिले प्रतिष्ठाता संपादक? ऑप्शन सी डगर। लक्ष्मीकांत महापात्रଙ୍କ केउं संगीत जातीयवादी चेतना और देशात्म भावनार एक मनोज्ञ कृति भावे स्वीकृत? ऑप्शन ए वंदे उत्कल जननी। केउं संगीत ओडिशा सरकारଙ୍କ द्वारा 2020 मसीहारे राज्य संगीतर मान्यता प्राप्त होइअछि? ऑप्शन सी वंदे उत्कल जननी। ओडिशा रे कांत कवि रूपे किए सुपरिचित? कांत कवि भावे इजी क्वेश्चन टा लक्ष्मीकांत महापात्र। नेक्स्ट क्वेश्चन ओडिशा रे लक्ष्मीकांत महापात्र को केउं उपाधि रे विभूषित करा जाइअछि? ऑप्शन ए कांत कवि भावे। कांत कवि लक्ष्मीकांत महापात्र पैतृक ग्राम संपत्ति केउं जिले अंतर्भुक्त? केउं जिले? ऑप्शन बी भद्रक। नेक्स्ट क्वेश्चन देखिबा लक्ष्मीकांत महापात्र केउंठारु उच्च शिक्षा लाभ करथिले? ऑप्शन ए रेभेन्सा कॉलेज। कणा मामू उपन्यासर रचयिता भावे किए स्वतंत्र साहित्यिक मर्यादा प्राप्त होइछन्ति? ऑप्शन ए लक्ष्मीकांत महापात्र। कवि लक्ष्मीकांत महापात्र कवितार प्रारंभ रे कहार गुणकीर्तन पूर्वक पद वंदना गरिछन्ति? ऑप्शन ए उत्कल जननी। हास्यमयी भावे कवि काहाकू चित्रित करिछन्ति? ऑप्शन बी उत्कल जननी। कवि लक्ष्मीकांत महापात्र काहाकू सुभाषिणी बोली कहिछन्ति? ऑप्शन ए उत्कल जननी। चारु भाष्यमयी बोली कवि काहाकू कहिछन्ति? ऑप्शन से उत्कल जननी। समुद्रर पुत्र जलधार उत्कल जननीर शरीर को कौन करुछि? धौत करुछि। उत्कल जननीर शरीर को किए आग्रह सहकारे धौत करुछि? पवित्र समुद्रर जल। मोहदधिर बेलाभूमि केउंथिरे विशोभित? ताड़त माळ। ऑप्शन ए ताड़त माळ वृक्षराजी द्वारा कहार तटदेश सुशोभित? ऑप्शन ए उत्कल जननीर शोभा बढ़ाउथिबा समुद्रर। नेक्स्ट क्वेश्चन देखिबा समुद्रर केउं स्थान वृक्ष द्वारा बलयित होई सुशोभित? ऑप्शन ए तटदेश। स्वच्छ जलधारण करिथिबा तटिनी तटदेशरे कौन प्रभावित हेउछि? ऑप्शन ए शीतल पवन। उत्कल जननीर शरीर काहार असरंती श्याम शोभारे
ଅପରୂପା ହୋଇଛି? ଅପସନ୍ ଏ ଘଞ୍ଚ ବନଭୂମିରେ। ଉତ୍କଳ ଜନନୀର ଶରୀରକୁ ନୀଳ ବୁଧର ମାଳା କେଉଁ ରୂପରେ ଶୋଭା ବର୍ଦ୍ଧନ କରାଉଛି? ଅପସନ୍ ଏ ତରଙ୍ଗ। ଉତ୍କଳ ଜନନୀର ଆକାଶ କାହାର ମଧୁର କଳରବରେ ମୁଖରିତ ହେଉଥାଏ? ଅପସନ୍ ଏ ଚାରୁ ବିହଙ୍ଗ। ଉତ୍କଳର ଶସ୍ୟ କ୍ଷେତ୍ର କେଉଁଥିରେ ପରିପୂର୍ଣ୍ଣ? ଉତ୍କଳର ଶସ୍ୟ କ୍ଷେତ୍ର କେଉଁଥିରେ ପରିପୂର୍ଣ୍ଣ? ଅପସନ୍ ଏ ସୁନ୍ଦର ଶାଳୀ। ଉତ୍କଳ ଜନନୀର ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ? ଅପସନ୍ ଏ ଜ୍ଞାନ ବିଜ୍ଞାନ। ଉତ୍କଳ ଜନନୀ କାହାକୁ ନିଜ ଶରୀରରେ ସ୍ଥାନ ଦେଇ ପୁତ୍ର ପବିତ୍ର ଓ ମହନୀୟା ହୋଇଛି? ଅପସନ୍ ଏ ଯୋଗୀ ଋଷିଙ୍କ କୁଟୀରକୁ। ଉତ୍କଳ ମାର ଭୂମି କାହା ଦ୍ୱାରା ବିମଣ୍ଡିତା? ଅପସନ୍ ବି ସୁନ୍ଦର ମନ୍ଦିର ମାନଙ୍କରେ। ଉତ୍କଳ ଜନନୀର ବେଶ କାହା ଦ୍ୱାରା ଶୋଭିତା ତଥା ଆକର୍ଷିତା? ଚାରୁକଳା। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଅନେକ ପୁଣ୍ୟତୀର୍ଥରେ କେଉଁ ପ୍ରଦେଶ ପରିପୂର୍ଣ୍ଣ? ଅନେକ ପୁଣ୍ୟତୀର୍ଥରେ କେଉଁ ପ୍ରଦେଶ ପରିପୂର୍ଣ୍ଣ? ଅପସନ୍ ଏ ଉତ୍କଳ। ଉତ୍କଳ ଜନନୀଙ୍କ ଶରୀର କାହାର ରକ୍ତରେ ଅନୁରଞ୍ଜିତ? ଅପସନ୍ ଏ ଶତ୍ରୁ। କୋଟି ବୀର ପ୍ରସବିନୀର ବାସଭୂମି ଭାବେ କାହାକୁ କୁହାଯାଇଛି? ଉତ୍କଳକୁ କୁହାଯାଇଛି। ଅପସନ୍ ଏ ଓଡ଼ିଶାର କେଉଁମାନେ ବିଶ୍ୱ ଦରବାରରେ ସ୍ନେହଭାଜନ ଅଟନ୍ତି? ଅପସନ୍ ଏ ଗୁଣୀ ଜ୍ଞାନୀ ଓ ବିଦ୍ୱାନ। ମହାନ କବି ଓ ସୁପୁତ୍ର ମାନଙ୍କ ଦ୍ୱାରା ଉତ୍କଳ ଜନନୀ କିପରି ଚିତ୍ରିତ ହୋଇଛି? ଅପସନ୍ ଏ ବନ୍ଦନିୟା। ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା ଭାବେ କିଏ ବର୍ଣ୍ଣିତ? ଅପସନ୍ ଏ ଉତ୍କଳ ଜନନୀ। ପୁଣ୍ୟବତୀ ଧନ୍ୟା ଉତ୍କଳ ଜନନୀ କିପରି ଚିର ନମସ୍ୟା ଅଟନ୍ତି? ଅପସନ୍ ଏ ଶରଣଧାତ୍ରୀ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମର ନାମ କ'ଣ? ଅପସନ୍ ବି ତାଳପଦା। ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ଲକ୍ଷ୍ମୀକାନ୍ତ କେଉଁଥିରେ ମନୋନିବେଶ କରିଥିଲେ? ସଙ୍ଗୀତରେ। ଶିକ୍ଷା କ୍ଷେତ୍ରରେ ଲକ୍ଷ୍ମୀକାନ୍ତ କାହିଁକି ଆଗେଇ ପାରିନଥିଲେ? ଶାରୀରିକ ଅସୁସ୍ଥତା ଯୋଗୁଁ। କେଉଁଟି କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ଅବିସ୍ମରଣୀୟ ଗଳ୍ପ? କେଉଁଟି? ବୁଢ଼ା ଶଙ୍ଖାରୀ। ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? ଡଗର ପତ୍ରିକାଟା କେବେ ପ୍ରକାଶିତ ହୋଇଥିଲା? ଅପସନ୍ ଏ 1937ରେ। ସବୁଥିରୁ ବଞ୍ଚିତ କରି ପଦଟିର ପର ପଦଟି କ'ଣ ହେବ? ଅପସନ୍ ସି କେଉଁ ଯଶଗାନ ଉଡ଼ାଇବ ହେ। ଉତ୍କଳ ଜନନୀକୁ ଚାରୁ ଭାଷ୍ୟମୟୀ ବୋଲି କାହିଁକି କୁହାଯାଇଛି? ଅପସନ୍ ବି ତାଙ୍କ ଭାଷା ସୁନ୍ଦର ଯୋଗୁଁ। ବନ୍ଦେ ଉତ୍କଳ ଜନନୀ କବିତାରେ କବିଙ୍କର ଉତ୍କଳ ଜନନୀ ପ୍ରତି କେଉଁ ଭାବ ପ୍ରକାଶ ପାଇଛି? ଅପସନ୍ ସି ଭକ୍ତିଭାବ। କବିତାର ପ୍ରାରମ୍ଭରେ କବି କ'ଣ କରିଛନ୍ତି? ଅପସନ୍ ବି ଉତ୍କଳ ମାତାକୁ ବନ୍ଦନା କରିଛନ୍ତି। ତାଳତ ମାଳ ବୃକ୍ଷ କେଉଁଠାରେ ଶୋଭା ପାଇବା କଥା କବି କହିଛନ୍ତି? ସମୁଦ୍ର ତଟରେ। ଲକ୍ଷ୍ମୀକାନ୍ତ କେଉଁ କବି ଭାବେ ପରିଚିତ?
ଲକ୍ଷ୍ମୀକାନ୍ତଙ୍କୁ କେଉଁ କବି ଭାବେ ପରିଚିତ କୁହାଯାଏ? ଅପସନ୍ ସି କାନ୍ତ କବି ଭାବରେ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାତାଙ୍କ ନାମ କ'ଣ? ଅପସନ୍ ସି ରାଧାମଣୀ ଦେବୀ। ଆଉ ତାଙ୍କ ପିତାଙ୍କ ନାଁ କ'ଣ? ନାମ କ'ଣ? ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ? ମାତାଙ୍କ ନାମ ହେଲା ରାଧାମଣୀ ଦେବୀ। ଆଉ ତାଙ୍କ ପିତାଙ୍କ ନାମ କ'ଣ? ଅପସନ୍ ଏ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ଲକ୍ଷ୍ମୀକାନ୍ତଙ୍କ ରଚିତ ଦେହିପଦ ପଲ୍ଲବ ମୁଦାରମଟି କ'ଣ? ଅପସନ୍ ଡି ଗଳ୍ପ ସଂକଳନ। ଲକ୍ଷ୍ମୀକାନ୍ତ ରଚିତ ଶରୀର ମାଧ୍ୟମ ସାହିତ୍ୟର କେଉଁ ବିଭାଗର ଅନ୍ତର୍ଭୁକ୍ତ? ପ୍ରବନ୍ଧ ସଂକଳନ। ନିମ୍ନଲିଖିତ ଉପନ୍ୟାସ ମଧ୍ୟରୁ କେଉଁଟି ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ରଚିତ? କଣା ମାମୁଁ। ଅପସନ୍ ଡି। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ କେଉଁ ମସିହାରେ ହୋଇଥିଲା? 1888 ମସିହାରେ। ଅପସନ୍ ସି। ବନ୍ଦେ ଉତ୍କଳ ଜନନୀଟି କେବେ ରାଜ୍ୟର ସଙ୍ଗୀତର ମାନ୍ୟତା ପାଇଥିଲା? ଅପସନ୍ ଏ 2020 ମସିହା ଜୁନ୍ 7 ତାରିଖରେ। ଉତ୍କଳ ଜନନୀଙ୍କ ପାଦକୁ କିଏ ଧୌତ କରିଦିଏ ବୋଲି କବିତାରେ କୁହାଯାଇଛି? ସମୁଦ୍ରର ଜଳ। ଶିଖର ଶବ୍ଦର ଅର୍ଥ କ'ଣ? ଜଳ କଣା। ରାଜିତ ଶବ୍ଦର ଅର୍ଥ କ'ଣ? ଶୋଭା ପାଏ। କାହାକୁ ତରଙ୍ଗ ସହିତ ତୁଳନା କରାଯାଇଛି? ନୀଳ ପର୍ବତମାଳାକୁ। ନୀଳଭୂଧରମାଳା ଉତ୍କଳ ଜନନୀଙ୍କ ବକ୍ଷରେ କିପରି ଶୋଭା ପାଇଥାନ୍ତି? ତରଙ୍ଗ ସଦୃଶ। କାହାର କଳରବରେ ଆକାଶ ମୁଖରିତ ହୁଏ? କାହାର? ଅପସନ୍ ବି ବିହଙ୍ଗମାନଙ୍କର। ଉତ୍କଳ ଜନନୀଙ୍କ କ୍ଷେତ୍ରଗୁଡ଼ିକ କେଉଁଥିରେ ଶୋଭା ପାଆନ୍ତି? ଅପସନ୍ ଏ ଶାଳୀଥିରେ ଶୋଭା ପାଆନ୍ତି। କେଉଁଥିରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ? ଅପସନ୍ ବି ଜ୍ଞାନ ବିଜ୍ଞାନରେ। ମୁନି ଋଷିମାନଙ୍କର ବାସସ୍ଥାନକୁ କ'ଣ କୁହାଯାଏ? ଅପସନ୍ ଡି ଡଜ। କେଉଁମାନଙ୍କ ବାସସ୍ଥାନ ଦ୍ୱାରା ଉତ୍କଳ ଭୂମି ପବିତ୍ର? ଅପସନ୍ ବି ଯୋଗୀ ଋଷିମାନଙ୍କର ବାସସ୍ଥାନ ଦ୍ୱାରା। କେଉଁମାନଙ୍କର ବାସଭୂମି ହେଉଛି ଉତ୍କଳ? ଅପସନ୍ ଡି ବୀର ଓ ଯୋଦ୍ଧା। ଗେହ ଶବ୍ଦର ଅର୍ଥ କ'ଣ? ଗେହ ଶବ୍ଦଟିର ଅର୍ଥ କ'ଣ? ଗେହ ଶବ୍ଦଟିର ଅର୍ଥ ହେଉଛି ଘର। କେଉଁଥିରେ ଉତ୍କଳ ଜନନୀଙ୍କ ବେଶ ଶୋଭା ପାଏ? ଅପସନ୍ ଏ କଳାକୃତିରେ। ମୌଳି ଶବ୍ଦର ଅର୍ଥ କ'ଣ? ମୌଳି ଶବ୍ଦଟିର ଅର୍ଥ କ'ଣ? ମୁକୁଟ। ଅପସନ୍ ବି ମୁକୁଟ। ବନ୍ଦେ ଉତ୍କଳ ଜନନୀ କବିତାଟି କି ପ୍ରକାର କବିତା? ଦେଶାତ୍ମକ ବୋଧକ କବିତା। ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଇହଲୋକ ତ୍ୟାଗ କରିଥିଲେ? ଅପସନ୍ ଏ 1955ରେ। କେବେ ଜନ୍ମ ହୋଇଥିଲେ? 1888ରେ। ଆଉ ମୃତ୍ୟୁବରଣ କରିଥିଲେ 1955ରେ। ବନ୍ଦେ ଉତ୍କଳ ଜନନୀର କବି କିଏ? ଅପସନ୍ ସି ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଶାର ଜ୍ଞାନୀ ଗୁଣୀମାନେ କେଉଁଠାରେ ସ୍ନେହଭାଜନ ହୋଇପାରିଛନ୍ତି? ଅପସନ୍ ଡି ସମଗ୍ର ବିଶ୍ୱରେ। କେଉଁମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା? ଅପସନ୍ ଏ ମହାନ କବି ଓ ସୁପୁତ୍ରଙ୍କ ଦ୍ୱାରା। ଚର୍ଚ୍ଚିତ ଶବ୍ଦର ଅର୍ଥ କ'ଣ? ଚର୍ଚ୍ଚିତ ଶବ୍ଦଟିର ଅର୍ଥ କ'ଣ? ଅପସନ୍ ସି। ଚର୍ଚ୍ଚିତ ଶବ୍ଦଟିର ଅର୍ଥ ହେଉଛି ଅପସନ୍ ସି ବୋଳି ହେବା। କୃତବର ଶବ୍ଦର ଅର୍ଥ କ'ଣ? କୃତବର ଶବ୍ଦର ଅର୍ଥ କ'ଣ? ସୁପଣ୍ଡିତ। ଅପସନ୍ ବି।
ଉତ୍କଳ ଜନନୀ କେଉଁଥିପାଇଁ ଚିରନମସ୍ୟା? ଅପସନ୍ ଡି ଶରଣ ଧାତ୍ରୀ ପାଇଁ।